Hello everyone, welcome back to our channel. Finally, ଆସିଗଲା ତମମାନଙ୍କ ପାଇଁ 1 mark short short questions with answers. Okay, 1 mark selection ପାଇଁ बिल्कुल भी टेंशन होगा दरकार नहीं. Plus the 4th semester history notes, code 9 रो all units रो. Okay, question with answer. आशा କରୁଛି ଭିଡ଼ିଓଟି ତମମାନଙ୍କ ପାଇଁ ବହୁତ ହେଲ୍ପଫୁଲ୍ ହେବ. ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର କରିବାକୁ ବିଲକୁଲ ବି ଭୁଲିବନି. ପ୍ରଥମ କରିକି ଆମ ଚ୍ୟାନେଲକୁ ଆସିଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିନିଅ. चलो स्टार्ट करबा 1 मार्क्स यूनिट 1 ର फर्स्ट क्वेश्चन ଅଛି ଭାରତରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠାତା କିଏ ଥିଲେ? ଭାରତରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠାତା କିଏ ଥିଲେ ନା ଜାହିରୁଦ୍ଦିନ ମହମ୍ମଦ ବାବର. ନେକ୍ସଟ ଆସିଲା ପ୍ରଥମ ପାନିପତ ଯୁଦ୍ଧ କେବେ କେଉଁ ବର୍ଷ ଅନୁଷ୍ଠିତ ହୋଇଥିଲା? ପ୍ରଥମ ପାନିପତ ଯୁଦ୍ଧ କେବେ ଅନୁଷ୍ଠିତ ହୋଇଥିଲା ନା 1526 ହେଲା 1526 1526 ରେ ହେଇଥିଲା ହେଲା. ଦେନ୍ ନେକ୍ସଟ क्वेश्चन प्रथम पानिपत युद्धରେ ବାବର କାହାକୁ ପରାସ୍ତ କରିଥିଲେ? ପ୍ରଥମ ପାନିପତ ଯୁଦ୍ଧରେ ବାବର କାହାକୁ ପରାସ୍ତ କରିଥିଲେ ନା ଇବ୍ରାହିମ ଲୋଦି ହେଲା. ଦିଲ୍ଲୀର ସୁଲତାନ ଥିଲେ କି ନା ଇବ୍ରାହିମ ଲୋଦି ତାଙ୍କୁ ପରାସ୍ତ କରିଥିଲେ. ନେକ୍ସଟ କ୍वेଶ୍ଚନ ଆସିଲା ଭାରତରେ ଯୁଦ୍ଧ କ୍ଷେତ୍ରରେ ପ୍ରଥମେ କିଏ ବାରୁଦ ଓ କମାଣର ବ୍ୟାପକ ବ୍ୟବହାର କରିଥିଲେ? ବାବର ହେଲା. ବାବର ହିଁ କ'ଣ କରୁଥିଲେ ନା ଭାରତରେ ଯୁଦ୍ଧ କ୍ଷେତ୍ରରେ ପ୍ରଥମେ ବାରୁଦ ବ୍ୟବହାର କରିଥିଲେ ଆଉ କମାଣ ମଧ୍ୟ ବ୍ୟବହାର କରିଥିଲେ. ନେକ୍ସଟ କ୍वेଶ୍ଚନ ଆସିଲା ଶେର ଶାହ ସୁରୀଙ୍କ ପ୍ରକୃତ କିମ୍ବା ପିଲାଦିନ ନାମ କ'ଣ? ଫରିଦ ଖାନ. ହଁ ପିଲାମାନେ ଯେଉଁ କ୍वेଶ୍ଚନ ଯାହା ବି ରହିଲା ତାର ଆନ୍ସର ଖାଲି ଏମିତି ଲେଖିଦେବନି ଯେମିତି ଲେଖା ହେଇଛି ଫରିଦ ଖାନ ଗୋଟେ ୱାର୍ଡରେ ସେମିତି ଲେଖିବନି, ଟୋଟାଲି ସେଣ୍ଟେନ୍ସ ରହିବ ହେଲା. ଶେର ଶାହ ସୁରୀଙ୍କ ପ୍ରକୃତ କିମ୍ବା ପିଲାଦିନ ନାମ ହେଉଛି ଫରିଦ ଖାନ. ଟୋଟାଲି ଫୁଲ୍ ସେଣ୍ଟେନ୍ସରେ ଲେଖିବ ଯାହାଦ୍ୱାରା କି ଯେଉଁ ତୁମ ଖାତା ଦେଖୁଥିବେ ଇମ୍ପ୍ରେସନଟା ଭଲ ଆସିବ. ଯେହେତୁ ତୁମର पेज 1 रे तुम 1 मार्क लिखो तेणु तुम भल इंप्रेशन जब 1 मार्क आसला तेणुकि तुम 8 मार्क्स जहाँ भी लिखते तुमको मार्क्स देदेवे बुझेगा. आ पाठ ही लिख अलग किसी लिखोनी 8 मार्क्स 5 मार्क्स लंग क्वेश्चन केवल पाठ लिख से टॉपिक रे तुम जहाँ लिखुच लिख किंतु पाठ कौन से अलग कौन विषय तुम लिखो ना बुझेगा. देन नेक्स्ट अच्छे शेर शाह क्यों युद्ध रे हुमायून को परास्त कर दिल्ली सिंहासन आरोहण करते? 1540 ଖ୍ରୀଷ୍ଟାବ୍ଦରେ କୌନଜ ଯୁଦ୍ଧରେ ହେଲା. ନେକ୍ସଟ ଆସିଲା ଶେର ଶାହଙ୍କ ଦ୍ୱାରା ନିର୍ମିତ ସବୁଠାରୁ ପ୍ରସିଦ୍ଧ ରାଜପଥ ନାମ କ'ଣ ନା ଗ୍ରାଣ୍ଡ ଟ୍ରଙ୍କ ରୋଡ. ସବୁଠାରୁ ପ୍ରସିଦ୍ଧ ରାଜପଥ ଯେଉଁଟାକି ଶେର ଶାହ ସୁରୀ ନିର୍ମାଣ କରିଥିଲେ ତା ନାମ ହେଉଛି ଗ୍ରାଣ୍ଡ ଟ୍ରଙ୍କ ରୋଡ. ଦେନ୍ ନେକ୍ସଟ କ୍ୱେଶ୍ଚନ ଆସିଲା କୃଷକମାନଙ୍କ ସହ ସ୍ଥାୟୀ ରାଜସ୍ୱ ଚୁକ୍ତି ପାଇଁ ଶେର ଶାହ କେଉଁ ଦୁଇଟି ପ୍ରଥା ପ୍ରଚଳନ କରିଥିଲେ? ଗୋଟେ ଆସିଲା ପଟ୍ଟା ଆଉ ଗୋଟେ ହେଲା କୁବଲିୟତ. ଦୁଇଟି ପ୍ରଥା କ'ଣ ହେଉଥିଲା ନା ପ୍ରଥା ପ୍ରଚଳନ କରିଥିଲେ. ଦେନ୍ ନେକ୍ସଟ ଆସିଲା ଶେର ଶାହଙ୍କ ଶାସନ କାଳରେ ରୂପା ମୁଦ୍ରାକୁ କ'ଣ କୁହାଯାଉଥିଲା? ରୂପୟା ହେଲା. ରୂପାର ମୁଦ୍ରା ଯେଉଁ ଥିଲା ତାକୁ କ'ଣ କହୁଥିଲା ନା ରୂପୟା ବୋଲି କୁହାଯାଉଥିଲା. ଦେନ୍ ନେକ୍ସଟ ଆସିଲା ୟୁନିଟ୍ 2. ୟୁନିଟ୍ 2ର ଫର୍ଷ୍ଟ କ୍ୱେଶ୍ଚନ ଅଛି ମୋଗଲ ପ୍ରଶାସନରେ ମନସବଦାରୀ ପ୍ରଥା କିଏ ପ୍ରଚଳନ କରିଥିଲେ? ନା ଆକବର କ'ଣ କରିଥିଲେ ନା ମନସବଦାରୀ ପ୍ରଥାକୁ ପ୍ରଚଳିତ କରିଥିଲେ. ଦେନ୍ ନେକ୍ସଟ ଆସିଲା ମୋଗଲ ରାଜସ୍ୱ ବ୍ୟବସ୍ଥାରେ ଜପ୍ତି କହିଲେ କ'ଣ ବୁଝାଏ? ଜମି ମାପ ଆଧାରରେ ରାଜସ୍ୱ ନିର୍ଦ୍ଧାରଣ ପଦ୍ଧତିକୁ ଜପ୍ତି ବୋଲି କୁହାଯାଇଥାଏ. ନେକ୍ସଟ ଆସିଲା କେଉଁ ବର୍ଷ ଶିବାଜୀ ଛତ୍ରପତି ଭାବରେ ଅଭିଷିକ୍ତ ହୋଇଥିଲେ? 1674 ମସିହାରେ ଶିବାଜୀ ଛତ୍ରପତି ଭାବେ ଅଭିଷିକ୍ତ ହୋଇଥିଲେ. ଦେନ୍ ନେକ୍ସଟ କ୍ୱେଶ୍ଚନ ଆସିଲା ଦେନ୍ ନେକ୍ସଟ କ୍ୱେଶ୍ଚନ ଆସିଲା କ'ଣ ନା ମୋଗଲ ଯୁଗରେ ଧାର୍ମିକ ବା ଦାନ ଉଦ୍ଦେଶ୍ୟରେ ଦିଆଯାଉଥିବା କରମୁକ୍ତ ଭୂମି ଅନୁଦାନକୁ କ'ଣ କୁହାଯାଉଥିଲା? ମଦତ ଇମାସ ହେଲା. କ'ଣ କରାଯାଉଥିଲା ନା ଦାନ ଉଦ୍ଦେଶ୍ୟରେ ଯେଉଁମାନଙ୍କ ପାଖେ ଭୂମି ନଥିଲା ସେମାନଙ୍କୁ କ'ଣ ହେଉଥିଲା ନା ଭୂମି ପ୍ରଦାନ କରାଯାଉଥିଲା ଯାହାକୁ ମଦତ ଇମାସ ବୋଲି କୁହାଯାଉଥିଲା. ଦେନ୍ ଆସିଲା ମରାଠା ସାମ୍ରାଜ୍ୟର ପ୍ରଥମ ଶକ୍ତିଶାଳୀ ପେଶୱା କିଏ ଥିଲେ? ମରାଠା ସାମ୍ରାଜ୍ୟର ପ୍ରଥମ ଶକ୍ତିଶାଳୀ ପେଶୱା ଥିଲେ ବାଲାଜୀ ବିଶ୍ୱନାଥ. ଦେନ୍ ନେକ୍ସଟ କ୍ୱେଶ୍ଚନ ଆସିଲା ମୋଗଲ ସାମ୍ରାଜ୍ୟରେ ସାମରିକ ଅଧିକାରୀମାନଙ୍କୁ ନଗଦ ବଦଳରେ ଦିଆଯାଉଥିବା ଭୂମି ରାଜସ୍ୱ ଅନୁଦାନକୁ କ'ଣ କୁହାଯାଉଥିଲା ନା ଜାଗିର କୁହାଯାଉଥିଲା. ଦେନ୍ ନେକ୍ସଟ ଆସିଲା ୟୁନିଟ୍ 3. ୟୁନିଟ୍ 3ର ଫର୍ଷ୍ଟ କ୍ୱେଶ୍ଚନ ଅଛି ମୁଘଲ ଅର୍ଥବ୍ୟବସ୍ଥା. ମୋଗଲ ଅର୍ଥବ୍ୟବସ୍ଥାର ମୁଖ୍ୟ ଆୟର ଉତ୍ସ କ'ଣ? ଭୂ ରାଜସ୍ୱ. ଏଇଟା ମୁଘଲ ହେଇଯାଇଛି ନା ମୋଗଲ ହବ ହେଲା. ନେକ୍ସଟ କ୍ୱେଶ୍ଚନ ଅଛି ଆକବରଙ୍କ ସମୟରେ ପ୍ରଚଳିତ ଭୂ ରାଜସ୍ୱ ପ୍ରଣାଳୀର ନାମ କ'ଣ? ଜପ୍ତି ବ୍ୟବସ୍ଥା ବା ଦହସାଲା ପ୍ରଣାଳୀ. ନେକ୍ସଟ ଆସିଲା
ମୋଗଲ କାଳରେ ନିଜ ଗ୍ରାମରେ ରହି ଚାଷ କରୁଥିବା କୃଷକଙ୍କୁ କ'ଣ କୁହାଯାଉଥିଲା? ନା ଖୁଦ କାସ୍ତ ବୋଲି କୁହାଯାଉଥିଲା। ନେକ୍ସଟ ଆସିଲା ଅନ୍ୟ ଗ୍ରାମକୁ ଯାଇ ଚାଷ କରୁଥିବା କୃଷକମାନଙ୍କୁ କ'ଣ ହଉଥିଲା? ନା ପାହି କାସ୍ତ। ହେଲା, ନିଜ ଗ୍ରାମରେ ରହିକି ଚାଷ କରିବାକୁ ଖୁଦ କାସ୍ତ କୁହାଯାଉଥିଲା, ଅନ୍ୟ ଗାଁକୁ ଯାଇକି ଚାଷ କରିବାକୁ ପାହି କାସ୍ତ ବୋଲି କୁହାଯାଉଥିଲା। ଦେନ୍ ନେକ୍ସଟ କ୍ୱେଶ୍ଚନ୍ ଆସିଲା ଗ୍ରାମୀଣ ଅଞ୍ଚଳରେ ରାଜସ୍ୱ ଆଦାୟ କରୁଥିବା ପ୍ରଭାବଶାଳୀ ଶ୍ରେଣୀ କିଏ ଥିଲେ? ଜମିଦାର। ହେଲା, ଗ୍ରାମାଞ୍ଚଳରେ ରାଜସ୍ୱ ଆଦାୟ କରୁଥିବା ପ୍ରଭାବଶାଳୀ ଶ୍ରେଣୀ ଥିଲା ଜମିଦାର। ଦେନ୍ ନେକ୍ସଟ ଆସିଲା ମୋଗଲ ଭାରତର ପଶ୍ଚିମ ଉପକୂଳର ସବୁଠାରୁ ବଡ଼ ବାଣିଜ୍ୟିକ ବନ୍ଦର କେଉଁଠି ଥିଲା? ସୁରଟ। ନେକ୍ସଟ ଆସିଲା ମୋଗଲ ଯୁଗରେ ଅର୍ଥ ବିନିମୟ ଓ ଋଣ ପାଇଁ ବ୍ୟବହୃତ ହେଉଥିବା ପତ୍ରକୁ କ'ଣ କୁହାଯାଉଥିଲା? ହୁଣ୍ଡି ବୋଲି କୁହାଯାଉଥିଲା। ନେକ୍ସଟ ଆସିଲା ଆନ୍ତରିକ ବାଣିଜ୍ୟର ଏକ ପ୍ରମୁଖ ସ୍ଥଳପଥ କେଉଁ ଦୁଇଟି ସହରକୁ ସଂଯୋଗ କରୁଥିଲା? ନା ଆଗ୍ରା ଏବଂ ଲାହୋର। ନେକ୍ସଟ ଆସିଲା ମୋଗଲ ଯୁଗର ଅର୍ଥନୀତି ବିଷୟରେ ଜାଣିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ କେଉଁଠି? ନା ଆଇନ-ଇ-ଆକବରୀ। ନେକ୍ସଟ ଆସିଲା ମୋଗଲ କାଳରେ ମସଲିନ ବା ସୂକ୍ଷ୍ମ ସୂତା ବସ୍ତ୍ର ପାଇଁ କେଉଁ ସହର ପ୍ରସିଦ୍ଧ ଥିଲା? ଢାକା। ମୋଗଲ କାଳରେ ସୂକ୍ଷ୍ମର ସୂତା ବସ୍ତ୍ର ପାଇଁ ଢାକା ସହର ପ୍ରସିଦ୍ଧ ଥିଲା। ନେକ୍ସଟ ଆସିଲା ୟୁନିଟ୍ 4। ୟୁନିଟ୍ 4 ଫର୍ଷ୍ଟ ଆସିଲା ସୁଲହ-ଇ-କୁଲ ନୀତି କିଏ ପ୍ରବର୍ତ୍ତନ କରିଥିଲେ? ନା ମୋଗଲ ସମ୍ରାଟ ଆକବର। ନେକ୍ସଟ ଆସିଲା ସୁଲହ-ଇ-କୁଲ ଶବ୍ଦର ପ୍ରକୃତ ଅର୍ଥ କ'ଣ? ନା ସାର୍ବଜନୀନ ଶାନ୍ତି ବା ସମସ୍ତଙ୍କ ସହିତ ଶାନ୍ତି, ୟୁନିଭର୍ସାଲ ପିସ୍। ଦେନ୍ ନେକ୍ସଟ ଆସିଲା ଆକବରଙ୍କ ଦ୍ୱାରା ପ୍ରତିଷ୍ଠିତ ସାର୍ବଜନୀନ ଧର୍ମ ବା ଆଦର୍ଶର ନାମ କ'ଣ ଥିଲା? ଦିନ୍-ଇ-ଇଲାହି। ନେକ୍ସଟ ଆସିଲା ଫତେପୁର ସିକ୍ରିଠାରେ ଇବାଦତ ଖାନା କିଏ ନିର୍ମାଣ କରିଥିଲେ? ଆକବର ନିର୍ମାଣ କରିଥିଲେ। କେବେ? ନା 1575 ଖ୍ରୀଷ୍ଟାବ୍ଦରେ, 1575। ନେକ୍ସଟ ଆସିଲା କେଉଁ ପ୍ରସିଦ୍ଧ ସୁଫି ସନ୍ଥଙ୍କ ସମ୍ମାନାର୍ଥେ ଆକବର ଫତେପୁର ସିକ୍ରି ସହର ନିର୍ମାଣ କରିଥିଲେ? ଶେଖ ସଲିମ ଚିସ୍ତି। ନେକ୍ସଟ କ୍ୱେଶ୍ଚନ୍ ଆସିଲା କେଉଁ ମୋଗଲ ସମ୍ରାଟଙ୍କ ଶାସନ କାଳକୁ ମୋଗଲ ସ୍ଥାପତ୍ୟ କଳାର ସ୍ୱର୍ଣ୍ଣ ଯୁଗ କୁହାଯାଏ? ନା ସମ୍ରାଟ ଶାହାଜାହାନ। ହେଲା, ସମ୍ରାଟ ଶାହାଜାହାନ ମୋଗଲ ସମ୍ରାଟଙ୍କ ଶାସନ କାଳକୁ ମୋଗଲ ସ୍ଥାପତ୍ୟ କଳାର ସ୍ୱର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ। ନେକ୍ସଟ ଆସିଲା ଆଗ୍ରାର ପ୍ରସିଦ୍ଧ ତାଜମହଲ କିଏ ନିର୍ମାଣ କରିଥିଲେ? ଏଇଟା ଶାହାଜାହାନ। ଏଇଟା ତମେମାନେ ବହୁତ ଭଲ ଭାବେ ଜାଣିଛ, ଛୋଟବେଳୁ ଜାଣିଥିବ ଯେ ତାଜମହଲ କିଏ ନିର୍ମାଣ କରିଥିଲେ? ନା ଶାହାଜାହାନ। କ'ଣ ପାଇଁ ନିର୍ମାଣ କରିଥିଲେ? ନା ତାଙ୍କ ପତ୍ନୀ ମମତାଜ ମହଲଙ୍କ ସ୍ମୃତିରେ। ହେଲା, ମମତାଜ ମହଲଙ୍କ ସ୍ମୃତିରେ ତାଜମହଲ କ'ଣ ଥିଲେ? ନା ଶାହାଜାହାନ ତିଆରି କରିଥିଲେ। ଦେନ୍ ନେକ୍ସଟ ଆସିଲା ଦିଲ୍ଲୀର ଲାଲକିଲ୍ଲା ଏବଂ ଜାମା ମସଜିଦର ନିର୍ମାତା କିଏ? ଶାହାଜାହାନ। ହେଲା, ନେକ୍ସଟ କ୍ୱେଶ୍ଚନ୍ ଅଛି ମୋଗଲ ଚିତ୍ରକଳା କେଉଁ ସମ୍ରାଟଙ୍କ ଶାସନ କାଳରେ ଚରମ ସୀମା ବା ଶୀର୍ଷରେ ପହଞ୍ଚିଥିଲା? ସମ୍ରାଟ ଜାହାଙ୍ଗୀରଙ୍କ ସମୟରେ। ନେକ୍ସଟ ଆସିଲା ରାଜପୁତ ଚିତ୍ରକଳାର ଶୈଳୀ ମୁଖ୍ୟତଃ କେଉଁ ବିଷୟବସ୍ତୁ ଉପରେ ଆଧାରିତ? ନା ହିନ୍ଦୁ ପୌରାଣିକ କଥାବସ୍ତୁ ଏବଂ ପ୍ରକୃତି ଉପରେ ଆଧାରିତ। ନେକ୍ସଟ ଆସିଲା ମୋଗଲ ଚିତ୍ରକଳାର ମୁଖ୍ୟ ବିଷୟବସ୍ତୁ ଥିବା ଥିମ୍ କ'ଣ ଥିଲା? ନା ରାଜଦରବାର ଦୃଶ୍ୟ, ଯୁଦ୍ଧ, ଶିକାର ଏବଂ ସମ୍ରାଟମାନଙ୍କ ପ୍ରତିକୃତି। ନେକ୍ସଟ ଆସିଲା କେଉଁ ସୁଫି ସମ୍ପ୍ରଦାୟ ମୋଗଲ ଶାସନ କାଳରେ ଭାରତରେ ସବୁଠାରୁ ଅଧିକ ଜନପ୍ରିୟ ଥିଲା? ନା ଚିସ୍ତି ସମ୍ପ୍ରଦାୟ। ବୁଝିଲା, ଏତିକି ଥିଲା ତମର ମୋଷ୍ଟ ଇମ୍ପୋର୍ଟାଣ୍ଟ ସିଲେକ୍ସନ କ୍ୱେଶ୍ଚନ୍ସ ୱିଥ୍ ଆନ୍ସର। ଆଶା କରୁଛି ଭିଡ଼ିଓଟି ତମମାନଙ୍କ ପାଇଁ ବହୁତ ହେଲ୍ପଫୁଲ୍ ହେବ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର କରିବାକୁ ବିଲକୁଲ ବି ଭୁଲିବନି। ପ୍ରଥମ କରିକି ଆମ ଚ୍ୟାନେଲକୁ ଆସିଥିଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ କରିନିଅ। ଓକେ।